ସାଙ୍ଗମାନେ ଆଜି ତୁ ତାର ଦେଖନ୍ତୁ ତାରିଣୀକୁ ଡକ୍ଟର ଦେଖି ସାରିବା ପରେ ବାହାରକୁ ଆସ। ତରୁଣ କୁହେ ଡକ୍ଟର ମୁଁ ତାରିଣୀ କେମିତି ଅଛି, ତାର ସେନ୍ସ ଆସିଲାଣି ନା ନାହିଁ? ଡକ୍ଟର କୁହନ୍ତି ରିଲାକ୍ସ ତରୁଣ, ଆମେ ଯେତେ ସବୁ ଟେଷ୍ଟ କରିଥିଲୁ କିନ୍ତୁ ଛୁଆ ଉପରେ ବହୁତ ଷ୍ଟ୍ରେସ୍ ଅଛି। ତମେ ଯେଉଁ କଥା କହୁଥିଲ ସେ କଥାକୁ ନେଇ ସିଏ ତା ମାଆକୁ ବହୁତ ମିସ୍ କରୁଛି। ୟା ପାଇଁ ତା ବଡି ଏବେ କଣ୍ଟ୍ରୋଲରେ ନାହିଁ, ସିଏ ଏବେ ସହିପାରୁନି। ଆଉ ସେ ସିମଲାରେ ଦେଖାଯାଉଥିବା ଲେଡ଼ିକୁ ସେ ତା ମନ ଭିତରୁ ବାହାର କରିପାରୁନି। ତାପରେ ତରୁଣ କୁହେ ତାହେଲେ ଆମେ ଏବେ କ'ଣ କରିପାରିବା? କିଛି ତ ଗୋଟେ ଉପାୟ ଥିବ ନା ମୋ ଝିଅକୁ ଠିକ୍ କରିବା ପାଇଁ। ଡକ୍ଟର କୁହନ୍ତି ହଁ, ସେ ଝିଅକୁ ଏଠିକି ଡାକେଇ ପାରିବ। ତରୁଣ ଆଶ୍ଚର୍ଯ୍ୟ ହେଇଯାଏ। ଡକ୍ଟର କୁହନ୍ତି ସେ ଝିଅ ଚାହିଁଲେ ତମ ଝିଅକୁ ଭଲ କରିପାରିବ। ତରୁଣର ଖୁଡ଼ି ସେହି ସମୟରେ ଆସନ୍ତି ଆଉ କୁହନ୍ତି ହେଲେ ସେ ଆସିବନି। ଆମେ ଏଇ କଥା ହେବା ପାଇଁ ତା ପାଖକୁ ଯାଇଥିଲୁ କିନ୍ତୁ ସେ ମନା କରିଦେଲା। ଆଉ ମୋତେ ଲାଗୁନି ସେ କେବେ ବି ତା ଜିଦ୍ ଛାଡ଼ିକି ଆମ କଥା ଶୁଣିବ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।